କାଚ ଗଳି ପଡିଛି କାଚ ଗଳି ପଡିଛି କାଚ ଗଳି ପଡିଛି ମୁଁ ବର୍ତ୍ତମାନ ସେଠି ଗାଧୋଉଥିଲି ଯାହାଫଳରେ କି ଏ ଭାଇ ଦି ଜଣ କାର ନେଇକି ଆସିଲେ। ଆସିବା ପୂର୍ବରୁ ମୁଁ କହିଲି ଯେ ଏଠି ପାଣି ଅଛି ତମେ ଯାଇପାରିବ ନାହିଁ। ଅନେକ ମାନେ କମରେ ଦେଢ଼ ମଣିଷ ପାଣି ମୋ କଥାକୁ ଆସେପ୍ଟ ନ କରିକି ପଶିଗଲେ। ଯେତେବେଳେ ପଶିଗଲେ ମୁଁ ସେଠି ଗାଧୋଉଥିଲି କଣ କରିବି ଉପାୟ ନ ପାଇକି ତାଙ୍କୁ ଦି ଜଣଙ୍କୁ କାରକୁ ବଞ୍ଚେଇବି ନା ଦି ଜଣ ଲୋକକୁ ବଞ୍ଚେଇବି। ଯଦି ମୁଁ କାରକୁ ବଞ୍ଚେଇବାକୁ କାରକୁ ଉଦ୍ଧାର କରିବାକୁ ଚାହୁଁଛି ଦି ଜଣ ଲୋକ ଭାସିଯିବେ। ତେଣୁ କରିକି କାରକୁ ମୁଁ ଛାଡିକି ଦି ଜଣ ଲୋକଙ୍କୁ ମୁଁ ଉଦ୍ଧାର କଲି। ମାନେ କେମିତି ଅବସ୍ଥାରେ ଥିଲେ ସେ କାର ଭିତରେ କଣ ଲକ୍ ହେଇକି ଥିଲେ ନା ଲକ୍ ଖୋଲି ଯାଇଥିଲା ଖୋଲିକି ବାହାର କଲେ? ଲକ୍ ନଥିଲା ଖୋଲା ଥିଲା ଡୋର ଖୋଲା ଥିଲା ତା ଭିତରୁ ହାତ ପୁରେଇକି କାଢିକି ତାଙ୍କୁ ନେଇକି ଆସିଲି। ସେ ଦି ଜଣ ବର୍ତ୍ତମାନ କୋଉଠି ଅଛି? ଆଜ୍ଞା ସେ ଦି ଜଣ ଅସୁସ୍ଥ ହେଇକି ମେଡିକାଲ ପଠାଗଲା। ମେଡିକାଲ ତ ମୁଁ ପଳେଇଲି ଘରକୁ ଗାଧୋଇବା ପାଇଁ ମେଡିକାଲ ପଠେଇଛନ୍ତି ଅନ୍ୟ ଲୋକ ଆସି ନେଇକି ଯାଇଛନ୍ତି ମେଡିକାଲ। ଯେ ଦରବା ପାଖରେ ଗୋଟେ କାରରେ ଲୋକମାନେ ଆସୁଥିଲେ ସେମାନେ ବୁଡି ଯାଇଛନ୍ତି। ତେଣୁ ଇମିଡିଏଟ୍ ସେଠି କାମ କ୍ଲୋଜ କରିକି ମୁଁ ଆସି ଦରବା ପାଖରେ ପହଞ୍ଚିଲି। ଦରବା ପାଖରେ ପହଞ୍ଚିଲା ବେଳକୁ ଜାଣିବାକୁ ପାଇଲି ଯେ 2 ଜଣ ଲୋକ ସେ କାର ଭିତରେ ଥିଲେ ଏବଂ ସ୍ଥାନୀୟ ଲୋକମାନେ ତାଙ୍କୁ ରେସ୍କ୍ୟୁ କରିଦେଇଛନ୍ତି। ବର୍ତ୍ତମାନ ମୁଁ ମୋ ଟିମ୍ ସହିତ ସେଟା ଅପରେସନ ଚାଲିଛି। କାଳେ କାର ଭିତରେ ଆଉ କିଏ ରହିଯାଇଥିବ ସେଥିପାଇଁ ସମ୍ପୂର୍ଣ୍ଣ ଅପରେସନ ବର୍ତ୍ତମାନ ଚାଲିଛି। କୋଉଠିକି ଆସିଥିଲେ ଏବଂ କୋଉ ଅବସ୍ଥାରେ ଯାଉଥିଲେ କେମିତି କଣ? ଆଜି ମୋ ଝିଅର ଜନ୍ମଦିନ ପାଇଁ କାର୍ଡ ଦେବାକୁ ଆସିଥିଲି ପ୍ରୀତିପୁର ଦେଇ ଗଲା ବେଳେ ଗୋଟେ ଗାଡ଼ି ଗଲା ପଚାରିଲୁ ଭାଇ ଗୋଳାବାଟ ଯିବା ପାଇଁ ରାସ୍ତା କ୍ଲିୟର ଅଛି ନା? ସେ ହଁ ମାରିବାରୁ ଆମେ ରାସ୍ତା ଯିବା ପାଇଁ ବ୍ୟବସ୍ଥା କଲୁ। ତାପରେ ଏପଟରେ ଆସିଲା ବେଳକୁ ପାଣି ବହୁତ କମ୍ ଥିଲା। ତାପରେ ହଠାତ୍ ସ୍ରୋ ଆସିବାରୁ ଫସିଗଲୁ। 2 ଜଣ ଥିଲୁ ଡ୍ରାଇଭର ମୁଁ ଥିଲୁ। କେମିତି ଅବସ୍ଥାରେ ଭାସିଗଲା କୋଉଠି ଥିଲେ କେମିତି ଉଦ୍ଧାର ହେଲେ? ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହେଇଗଲୁ ଆଉ। ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି ଆଉ। ଆଜ୍ଞା ଗ୍ରାମବାସୀ